ମାନଙ୍କ ପ୍ରତି ପ୍ରତିଦିନ ସେ କ୍ରୋଧ କରନ୍ତି ତ ଦୁଷ୍ଟ କିଏ? ସଦାପ୍ରଭୁଙ୍କ ମଧୁରମୟ ନାମରେ ଆପଣ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ଆଶା କରେ ପ୍ରଭୁଙ୍କର ଆଶୀର୍ବାଦ କୃପାରୁ ଆପଣ ଭଲରେ ଅଛନ୍ତି, ଆଉକୁ ମଧ୍ୟ ଭଲରେ ରୁହନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜିର ଏହି ଭିଡ଼ିଓରେ ଆମେ ଅଳ୍ପ ସମୟ ଜାଣିବା ଯେ ଦୁଷ୍ଟ ଲୋକମାନଙ୍କ ପ୍ରତି ପରମେଶ୍ୱର କ୍ରୋଧ କରନ୍ତି। ତେବେ ପ୍ରକୃତରେ ଦୁଷ୍ଟ କିଏ? ଇସାୟା 26:10 ଲେଖା ଅଛି, କଥା ନ ମାନିବା ଲୋକମାନେ ଦୁଷ୍ଟ ଅଟନ୍ତି। ଆସନ୍ତୁ ସେ ସମ୍ପର୍କରେ ଗୋଟିଏ ବାକ୍ୟକୁ ପଢ଼ିବା, ତାପରେ ଆମେ ଆଗକୁ ବଢ଼ିବା। ସେଥିପାଇଁ ଯିଶାୟା ପୁସ୍ତକ 26 ପର୍ବର 10 ପଦରେ ଗୋଟିଏ ବାକ୍ୟ ଲେଖାଯାଇଛି, ଦୁଷ୍ଟ ଲୋକ ପ୍ରତି ଦୟା ପ୍ରକାଶ କରାଗଲେ ହେଁ ସେ ଧର୍ମ ଶିଖିବ ନାହିଁ, ସରଳତାର ଦେଶରେ ସେ ଅନ୍ୟାୟ କରିବ ଓ ସଦାପ୍ରଭୁଙ୍କର ମହିମାକୁ ଅନାଇବ ନାହିଁ। ପ୍ରେଜ୍ ଦ ଲର୍ଡ। କଥା ନ ମାନିବା ଲୋକମାନେ ଦୁଷ୍ଟ ଅଟନ୍ତି, ସମୟକୁ ନ ଜାଣିବା ଲୋକମାନେ ଦୁଷ୍ଟ ଅଟନ୍ତି, ସ୍ୱର୍ଗକୁ ନ ଜାଣିବା ଲୋକମାନେ ଦୁଷ୍ଟ ଅଟନ୍ତି, ଯୀଶୁକୁ ନ ଜାଣିବା ଲୋକମାନେ ଦୁଷ୍ଟ ଅଟନ୍ତି। ଦୁଷ୍ଟକୁ ଦୟା କଲେ ମଧ୍ୟ ସେ ଧର୍ମ, ଦୟା, କ୍ଷମା, ପ୍ରେମ ଶିଖିବ ନାହିଁ। ହଁ, ସରଳତାର ଦେଶରେ ମଧ୍ୟ, ସ୍ୱର୍ଗରେ ମଧ୍ୟ, ଶାନ୍ତିରେ ରହିବା ଗୃହରେ ମଧ୍ୟ, ମିଳନରେ ରହିବା ମଣ୍ଡଳୀରେ ମଧ୍ୟ ସେ ଦୁଷ୍ଟ ଅନ୍ୟାୟ କରିବ। କଥା ମାନୁନାହାନ୍ତି ବୋଲେ ଆପଣ କେଡ଼େ ବଡ଼ ସ୍ମାର୍ଟ ବ୍ୟକ୍ତି ଥାନ୍ତୁ, କେଡ଼େ ବଡ଼ ଚାକିରିଆ ହେଇଥାନ୍ତୁ, କେତେ ଦରମା ପାଇଥାନ୍ତୁ, କଥା ମାନୁନାହାନ୍ତି ବୋଲେ ଆପଣ ଦୁଷ୍ଟ। ଦୁଷ୍ଟ ଲୋକ ପ୍ରତି ଦୟା ପ୍ରକାଶ କରାଗଲେ ହେଁ ସେ ଧର୍ମ ଶିଖିବ ନାହିଁ, ସରଳତାର ଦେଶରେ ସେ ଅନ୍ୟାୟ କରିବ ଓ ସଦାପ୍ରଭୁଙ୍କର ମହିମାକୁ ଅନାଇବ ନାହିଁ। ଜୀବିତ ପରମେଶ୍ୱର ସୁନ୍ଦର ଭାବରେ ଆମ ପ୍ରତ୍ୟେକଙ୍କୁ ସଚେତନ କରିଦେଉଛନ୍ତି, ଅବଗତ କରିଦେଉଛନ୍ତି ଯେ ଦୁଷ୍ଟ ଲୋକ ପ୍ରତି ଯଦି ସତ୍ୟ ପରମେଶ୍ୱର ଦୟା ପ୍ରକାଶ କରନ୍ତି, ସ୍ନେହ ପ୍ରକାଶ କରନ୍ତି, ଅନୁଗ୍ରହ ପ୍ରକାଶ କରନ୍ତି, ତଥାପି ସେ ଦୁଷ୍ଟ ଲୋକ ଶିଖିପାରିବ ନାହିଁ, ଜାଣିପାରିବ ନାହିଁ, ବୁଝିପାରିବ ନାହିଁ। କାହିଁକିନା ସେ ଦୁଷ୍ଟ ଅଟେ। ସେ ସଦା ସର୍ବଦା ନିରନ୍ତର ଭାବରେ ସବୁବେଳେ, ସବୁଠାରେ, ସବୁ ମୁହୂର୍ତ୍ତରେ ଅନ୍ୟାୟ କରିବା ପାଇଁ ଚେଷ୍ଟା କରିବ, ବିଶୃଙ୍ଖଳା କରିବା ପାଇଁ ଚେଷ୍ଟା କରିବ। ଏବଂ ସେହି ପ୍ରକାର ଲୋକ ଈଶ୍ୱରଙ୍କର ମହିମାକୁ ଅନାଇବ ନାହିଁ, ଈଶ୍ୱରଙ୍କର ମହିମାକୁ ବୁଝିପାରିବ ନାହିଁ, ଈଶ୍ୱରଙ୍କର ଦୟାକୁ ବୁଝିପାରିବ ନାହିଁ, ଈଶ୍ୱରଙ୍କର କ୍ଷମାକୁ ସେ ବୁଝିପାରିବ ନାହିଁ, ଈଶ୍ୱରଙ୍କର ଅନୁଗ୍ରହକୁ ସେ ବୁଝିପାରିବ ନାହିଁ। ସେହି ଲୋକ ହିଁ ପ୍ରକୃତରେ ଦୁଷ୍ଟ ଲୋକ ଅଟେ। ତେଣୁ ଏହି ଲୋକମାନଙ୍କ ପ୍ରତି ସଦାପ୍ରଭୁ କ'ଣ କରନ୍ତି ନା କ୍ରୋଧ କରନ୍ତି। Yeah.